ସକାଳୁ ଶଯ୍ୟାତେ ଆଗରୁ ଶଯ୍ୟାକୁ ଯିବା ପର୍ଯ୍ୟନ୍ତ ଭୌତିକ ଜଗତ ହଉ ଆଧ୍ୟାତ୍ମିକ ଜଗତ ହଉ ଆପଣ ଯେଉଁ କର୍ମ ସବୁ କରୁଛନ୍ତି ସେଇ କର୍ମର ଫଳ ଆପଣ ଭୋଗୁନାହାନ୍ତି। ତେଣୁ ପ୍ରାରବ୍ଧ ସଞ୍ଚିତ କ୍ରିୟମାଣ ସବୁ ସୃଷ୍ଟି ହୁଏ ଏଇ ମନ ଦ୍ୱାରା। ତେଣୁ ଭେରି ଇମ୍ପୋର୍ଟାଣ୍ଟ ହେଉଛି ଆପଣଙ୍କର କ୍ରିୟମାଣ, ଭେରି ଇମ୍ପୋର୍ଟାଣ୍ଟ। କାରଣ କ୍ରିୟମାଣରୁ ସଞ୍ଚିତ ଏବଂ ପ୍ରାରବ୍ଧ ସୃଷ୍ଟି ହେଇଛି। ଆଜି ଆପଣ ଯାହା ଭୋଗୁଛନ୍ତି ତାହା ହିଁ ପ୍ରାରବ୍ଧ। ପ୍ରାରବ୍ଧ ଅର୍ଥ ଯେଉଁ କର୍ମ ଆପଣଙ୍କର ସଞ୍ଚିତ ଅଛି ଈଶ୍ୱରଙ୍କ ପାଖରେ ବ୍ୟାଙ୍କରେ, ସେଥିରୁ ଯାହା ଆମକୁ ଆସୁଛି ତାହା ଆମେ ଭୋଗ କରୁଛେ, ତାହା ହିଁ ଆମର ପ୍ରାରବ୍ଧ। ଯାହା ଭୋଗ ନ ହୋଇ ଆମର ରହିଯାଉଛି ତାହା ହିଁ ସଞ୍ଚିତ। ପ୍ରତ୍ୟେକଟି ମୁହୂର୍ତ୍ତରେ ଆମର କ୍ରିୟମାଣ ଚାଲିଛି। ଆମେ ସଚେତନ ନହୁଁ ଏଇ ଯେଉଁ କ୍ରିୟମାଣ ଆମେ କରୁଛେ ଏହା ଦିନେ ସଞ୍ଚିତ ହେବ, ଏହା ଦିନେ ପ୍ରାରବ୍ଧ ହିଁ ମୋତେ ଭୋଗ ହେବ।